भगवान ए बाबूर मुंडरे बहुत बड़ आघात लगी अच्छे रक्त जरपुर हो झर पड़ुचे हेले बाबू तू तो देखा जाऊच गोटे राजपुत्र भले तू एटी आसिलु किपरि तो अवस्था हिला किपरि बाबू तो ना तो ठिकना तो परिचय कर मत कहि पारिबु बाबू बाबू ए बाबू बाबू मुझे कौटी मुझे के कविता चले बाबू मुखिए बाबू मो ठिकाना मो परिचय मोर किछि मने पड़ुनी काहे बाबू हे भगवान मैं कौन शुणुची ठाकुरे ए बाबूटा ता ना जानुनी ता ठिकाना जानुनी मते तो जेमेती लागुछि जे ए बाबूरा बधे ता पाखरे ता अतीत नाही तबे कोन कहि जाउछ मो सत कहूची बाबू मो अतीत मो मुंड कड़े बाबू भाग्यर विडंबना मो मुंड कड़े पुणी मो पाई परीक्षा ठाकुरे परर दुख देखि जार आखिर लुह तरली जाउथिला से दुईटा आखि आज अनेक आखिर लुह देखि मो कहा आखिर लुह दुटोपा पोचिबार भी मो पाखरे शक्ति नाही तथापि ए बाबूटाକୁ पाइछि माने मो पाखरे रखिबी बाबू ए बाबू बाबू तू कर आज ठार मो सहित रहिबु बाबू तम सहित हेले तुमे मते मारी दबनी तो मो बात तो एते बड़ दुनिया रे मारिकी आउ की लाभ पाइबी रे बाबू तू जदि मो सहित रहिबो मो तोते लालन पालन करी तोते खाइबा पीबा को देबी आउ गोटे कथा जानिछु बाबू कौन आज ठार मो तोते मो निज भाई भाबी मो रखिबी बाबू सत कहछ तामाने तमे मोर सब इच्छा पूरण करबा सब इच्छा मो किछि बुझी पारिलिनी बाबू तमे कौन मो पाई माटीर कढ़ई किणिकी आनी दब आनी देबी बाबू अच्छा माटीर कंडई किणिकी आनी देबी सत तू कहछ जा मागिबो मो तोते सब किछि आनिके देबी बाबू ताहेले मु तम सहित निश्चय जीवी बाबू मु तम सहित निश्चय जीवी ए बाबू मो सहित रहिबु माने आज ठारू तू गोटे मोर एई जंगल रे नुआ जीवन आरंभ करिबो जीवन रे जीवन तो ठिकाना कोठी सुख जोटी ना दुख सेठी भाई भाई स्नेह किए बाबू जीव भाई तो भगाई किए बा सगिब जीवन रे जीवन ठिकाना कोठी सुख जोटी ना दुख सेठी सुख जोटी ना दुख सेठी
ରାତ୍ରରେ ଯୋଉ ଦୁଃସ୍ୱପ୍ନଟା ଦେଖିଲି ସେ ସ୍ୱପ୍ନ ଦେଖିଲା ବେଳଠୁ ମୋ ମନଟା କାହିଁକି ଅସ୍ଥିର ହେଇଯାଉଛି। ମୋ ପୁଅ ଗଙ୍ଗାକୁ ଗଲା ଯେ 5 ଦିନ ହୋଇଛି କି ନାହିଁ ତା ବିନା ମୋତେ 5 ବର୍ଷ ପରି ଜଣା ପଡୁଛି। କାହିଁକି ବିଳମ୍ବ କଲା? ସେ ତ କଥା ଦେଇଥିଲା ବାପା ଅସ୍ଥି ପ୍ରବାହ କଲା ପରେ ମୁଁ କାଳ ବିଳମ୍ବନ କରି ବାହୁଡ଼ି ଆସିବି। ତାର ବିଳମ୍ବ ହେଲା କେମିତି? ଏ ଚନ୍ଦ୍ରକାନ୍ତ, ଆରେ ଦେଖିବ ଏଇ ରାଇଜର ଜନପ୍ରଜା ଅର୍ଘ୍ୟ ଫୁଳ ଚନ୍ଦନ ଧରି ତୋତେ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛନ୍ତି। ଶୁଭ ମୁହୂର୍ତ୍ତ ଗଡ଼ି ଯାଉଛି ରେ ବାବା, ତୋର ବିଳମ୍ବ କାହିଁକି? ଏ ଚନ୍ଦ୍ରକାନ୍ତ, ବାମ ନେତ୍ର ବାମ ଅଙ୍ଗ ବାରମ୍ବାର ସ୍ଫୁରୁଛି। ଏ ତ ଅଶୁଭର ଲକ୍ଷଣ ନିଶ୍ଚୟ। ମୋ ପୁଅର କିଛି ଅମଙ୍ଗଳ ଘଟିନାହିଁ ତ? ନାଇଁ ନାଇଁ ନାଇଁ, ମୋ ପୁଅ ଭଲରେ ଯାଇଛି ଗଙ୍ଗାକୁ, ଆଉ ଭଲରେ ଭଲରେ ଫେରି ଆସିବ ମୋ ପୁଅ। ସବୁ ସର୍ବନାଶ, କାହାର ସର୍ବନାଶ ହେଇଗଲା ରେ ବାବା? ସବୁ ସର୍ବନାଶ ଯାଇଛି ବାବା। ଆରେ ବାୟ ଶତ୍ରୁ ମାନେ ଆସି ଆମ ରାଜ୍ୟର ସୀମାନ୍ତରେ ଉପଦ୍ରବ କରୁନାହାନ୍ତି ତ? ନାଇଁ ବାବା। ଆଉ କାହାର ସର୍ବନାଶ ହେଇଗଲା ରେ? ବାବା ମୋ ବଡ ଭାଇ ବାବା। ତୋ ବଡ ଭାଇ? ଆରେ ପାଗଳ ପୁଅ, ତୋ ବଡ ଭାଇ ପରା ଗଙ୍ଗାକୁ ଯାଇଛି ଅସ୍ଥି ବିସର୍ଜନ କରିବା ପାଇଁ। ତୋ ବଡ ଭାଇର କଣ ହେଇଯିବ ବେ? ମୋ ବଡ ଭାଇ ଆଉ ଆସିବେନି ବାବା। କାହିଁକି ଆସିବନି ବେ? ସେ ନିଶ୍ଚୟ ଆସିବ। ମୋ ମନ କହୁଛି ମୋ ପୁଅ ଏଇ ମୁହୂର୍ତ୍ତରେ ଆସିବ। ସେ ଆସିଲା ପରେ ଏ ରାଇଜର ରାଜା ହବ ରାଜା। ତୁ ହେବୁ ରାଜାର ସାନ ଭାଇ। ମୋ ବଡ ଭାଇ ଥିଲେ ତ ଏ ରାଜ୍ୟ ରାଜା ହବ ଏ ତୁ ବାବା। କଣ କହି ଯାଉଛୁ ରେ ସୂର୍ଯ୍ୟକାନ୍ତ? ଏଇ ଚନ୍ଦ୍ରିକା ମୋ ବଡ ଭାଇର ନା ବାବା। ଚନ୍ଦ୍ରିକା? ଏ ଚନ୍ଦ୍ରିକା ମୋ ବଡ ପୁଅ ଚନ୍ଦ୍ରକାନ୍ତର ଚନ୍ଦ୍ରିକା। ହେଲେ ତୁ ଏ ଚନ୍ଦ୍ରିକା ପାଇଲୁ କୋଉଠୁ? କୋଉଠୁ ପାଇଲୁ ଏ ଚନ୍ଦ୍ରିକା? ସେ ନଈ କୂଲରେ ମୋ ବଡ ଭାଇ ବିଷ ଖାଇ ମରିଗଲା ବାବା। ତୁ ମିଛ କହୁଛୁ, ମିଛ କହୁଛୁ ସୂର୍ଯ୍ୟକାନ୍ତ, ତୁ ମିଛ କହୁଛୁ ରେ ବାବା। ମୋ ପୁଅ ପାଠ ପଢିଛି, ଶିକ୍ଷିତ ଯୁବକ ସେ ଏତେ ପାଠ ପଢି ଏତେ ଉଚ୍ଚ ଶିକ୍ଷିତ ହୋଇ ଏତେ ଛୋଟ କାମ କରିବ କେମିତି? କେମିତି ସେ ବିଷ ଖାଇ ଆତ୍ମହତ୍ୟା କରିଦବ? ତୁ ମିଛ କହୁଛୁ, ମିଛ କହୁଛୁ ସୂର୍ଯ୍ୟ, ତୁ ମିଛ କହୁଛୁ ରେ ବାବା, ତୁ ମିଛ କହୁଛୁ। ମୁଁ ବା କେମିତି ମିଛ କହିବି ବାବା? ଏ ସତ ଯେ ସେ ନଈ କୂଲରେ ମୋ ଭାଇର ଶବଟା ପଡି ଅଛି ବାବା। ଆରେ ସେମିତି ସେମିତି ନଈ ନୁହଁ ରେ ବାବା, ପୁଣ୍ୟ ତୀର୍ଥ, ପବିତ୍ର ଗଙ୍ଗା ତୀର୍ଥ। ସେଇ ପବିତ୍ର ଗଙ୍ଗା ତୀର୍ଥକୁ ହଜାର ହଜାର ତୀର୍ଥ ଯାତ୍ରୀ ଭ୍ରମଣ କରିବା ପାଇଁ ଯାଆନ୍ତି। ସେଇଠି ଅନ୍ୟ କାହାର ଶବ ପଡିଥିବ? ନାଇଁ ବାବା। ତୁ କେମିତି କହିପାରୁଛୁ ମୋ ବଡ ଭାଇର ଶବ ସେ ଗଙ୍ଗା ନଈ କୂଳରେ ପଡିଛି? କାହିଁକି ବାବା? ସେ ଭାଇର ଶବ ପାଖରୁ ତା ହସ୍ତଲେଖା ଚିଠି ପାଇଅଛି ବାବା। ହେ ଭଗବାନ, କାଳର କରାଳ ଗତିରେ ମୋ ଉପରେ କାହିଁକି ଏତେ ବିପତ୍ତି ମାନ ପକାଉଛ? କାହିଁକି? ବାପା, ମୋର ଶେଷ ପ୍ରଣାମ ଗ୍ରହଣ କରିବ ବାପା। ମୁଁ ଯୋଉ ଝିଅକୁ ଭଲ ପାଇ ପ୍ରେମ ବିବାହ କରିଥିଲି ସେ ଝିଅଟା ଥିଲା ଗୋଟେ ଚରିତ୍ରହୀନା ବ୍ୟାଭିଚାରିଣୀ ବେଶ। ଭୁଲ ଲେଖିଛୁ ରେ ବାବା, ତୁ ଭୁଲ ଲେଖିଦେଇଛୁ ବାବା। ଆରେ ତୁ ଜାଣିନୁ ମୋ ବୋହୂମା ଏ ଘରକୁ ଆସିଲା ଦିନଠୁ ଏ ଘରଟା ଖାଲି ହସ ଖୁସିରେ ଉଛୁଲି ପଡୁଥିଲା। ମୋ ବୋହୂମା ଗୋଟେ ସୁନା ପ୍ରତିମା, ମୋ ବୋହୂମା ଗୋଟେ ଲକ୍ଷ୍ମୀ ଠାକୁରାଣୀ ସଦୃଶା। ଏତେ ବଡ଼ ମୋର ସତୀ ସାଧବୀ ଯାଜ୍ଞସେନୀ ବୋଲି ବୋହୂମାକୁ ତୁ ଆଜି ବେଶ୍ୟାର ଆଖ୍ୟା ଦେଇଦେଲୁ। ଲେଖୁ ଲେଖୁ ଲେଖିଦେଇଥିଲୁ, ଆଗକୁ ଆହୁରି ପଡିଥିଲା। ବାପା, ଶହ ଶହ ପ୍ରେମିକ ମାନଙ୍କ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲା ବାପା। ଏମିତି ଦିନେ ପରପୁରୁଷ ସହିତ ମୋ ଶୟନ କକ୍ଷରେ ଅସଂଯତ ଅବସ୍ଥାରେ ଦେଖିଲି, ମୁଁ ନିଜକୁ ନିଜେ ସହ୍ୟ ବି କରିପାରିଲି ନାହିଁ। କାହିଁକି ନା ମୁଁ ତାକୁ ଭଲ ପାଇ ପ୍ରେମ ବିବାହ କରି ଦୁନିଆର କେତେ ନିନ୍ଦା ଅପବାଦ ସହିବି ଭାବି ଶେଷରେ ମୁଁ ଗଙ୍ଗା ଯିବା ବାଟରେ ବିଷ ଖାଇଦେଲି। ଏତେ ବଡ଼ ନିଷ୍ପତ୍ତି, ଏତେ ବଡ଼ ନିଷ୍ପତ୍ତି ନେଇଗଲା ମୋ ପୁଅ। ଯେଉଁ ପୁଅ ମୋର ମୋ ଶବକୁ ନିଜ କାନ୍ଧରେ କାନ୍ଦି ମଶାଣିକୁ ନେଇ ଶବ ସଂସ୍କାର କରିଥାନ୍ତା, ଆଜି ସେଇ ପୁଅ ମୋର ଗଙ୍ଗା ଯିବା ବାଟରେ
ବିଷ ଖାଇ ମରି ମୁଁ ଜାଣିଲି ରେ ସୂର୍ଯ୍ୟ, ମୁଁ ଜାଣିଲି ବାବା, ମୁଁ ଯେଉଁ ପାପ କରିଛି ନା ପୁଣ୍ୟ କରିଛି ଯେ ମୋ ଶବକୁ ହେବ ମଶାଣି ମନା। ପାପ କରିଛି ନା ପୁଣ୍ୟ କରିଛି, ମରିବା ଗରୁ ସବ ହୋଇଛି। ପାପ କରିଛି ନା ପୁଣ୍ୟ କରିଛି, ମରିବା ଗରୁ ସବ ହୋଇଛି। ପାପ କରିଛି ନା ପୁଣ୍ୟ କରିଛି, ମରିବା ଗରୁ ସବ ହୋଇଛି। ସପନ ଦେଖିଲି ରାଜା ହବା ପାଇଁ, ନ ମରି ବଞ୍ଚିଛି ଏତେ ପାପ କରି। ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ, ମୋ ପାଇଁ ମନା। ମୋ ଶବକୁ ମଶାଣି ମନା, ମୋ ଶବକୁ ମଶାଣି ମନା, ମୋ ଶବକୁ ମଶାଣି ମନା, ମୋ ଶବକୁ ମଶାଣି ମନା। ଏତେ ସବୁ ଆଶା ଓ ଆକାଂକ୍ଷା କ୍ଷଣିକ ମଧ୍ୟରେ ଚୁରମାର ହେଇଗଲା ରେ ସୂର୍ଯ୍ୟ। ଏଥିପାଇଁ ଦାୟୀ କେବଳ ସେଇ ଅଲକ୍ଷଣୀ ରାକ୍ଷୀ। ମୁଁ ସେଇ ଦିନରୁ ଜାଣିଥିଲି ରେ ବାବା, ସେ ଗୋଟେ ଛୋଟ ଘରର ଝିଅ, ଛୋଟ ଜାତିର ଝିଅ। ସେ ବଡ଼ ଘରର ବୋହୂ ହୋଇଥାନ୍ତା କେମିତି? ଏଇଥିପାଇଁ ତ ରେ ସୂର୍ଯ୍ୟ ଏଇ ଦୁନିଆର ଜ୍ଞାନୀ ଗୁଣୀ ଜନମାନେ କହନ୍ତି, କଣ କହନ୍ତି ଜାଣିଛୁ ବାବା? ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ସେଦିନ ସେଇ ଅଲକ୍ଷଣୀ ବେଶ୍ୟାର ଚରିତ୍ରକୁ ନ ଜାଣି ମୁଁ ମୋ ରାଜମହଲରେ ତାକୁ ଆଶ୍ରୟ ଦେଲି ବୋଲି ଆଜି ମୋର ଏତେ ବଡ଼ ସର୍ବନାଶ କରିଦେଲି। ଆଜି କିନ୍ତୁ ଛାଡ଼ିବି ନାହିଁ ବାବା। ୟାର ପ୍ରତିଶୋଧ ସେଇ ଅଲକ୍ଷଣୀ ବେଶ୍ୟାର କ୍ଷୀର ତଣ୍ଟି ଚିପି ଧକ୍କା ମାରି ଏଇ ମୁହୂର୍ତ୍ତରୁ ଏଇ ରାଜମହଲରୁ ବାହାର କରିଦେବି। আরে যাও বাবা যাও। আরে কেমিতি ভাবি নেল সেইটা তোমার বড় পুଅ চন্দ্রকান্তর হাত লেখা চিঠি? আরে নাই 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 বাবা নাই, সেইটা তোমার সান পুଅ সূর্যকান্তর মনগড়া চিঠি। ହେଲେ ତମେ ମାନେ ଆଜିଠାରୁ ମନେ ରଖ, ମୁଁ ହେଲି ଏ ରତ୍ନ ରାଜ୍ୟର ରାଜା। କାହିଁକି ନା ଏଇ ଧନ ପାଖେ ମନ ବନ୍ଧ ପଡ଼ିଛି। ভগবান ମୋ ସ୍ୱାମୀ କୁଆଡ଼େ ଗଲେ ଯେ ଏତେ ଦିନ ବିତିଗଲା, ସେ ମୋ ପାଖକୁ ଫେରିଲେନି। ସେ କୁଆଡ଼େ ଯାଇଥିବେ, କ'ଣ କରୁଥିବେ ସିଏ? ହେଲେ ଯେବେ ଯୁଆଡ଼େ ଗଲେ ମଧ୍ୟ ମୋତେ ଜଣେଇକି ଯାଆନ୍ତି। ଏମିତି କୋଉ କାର୍ଯ୍ୟ ପଡ଼ିଲା ଯେ ମୋତେ କିଛି ନ ଜଣେଇ ସେ କୁଆଡ଼େ ଚାଲିଗଲେ? ତାଙ୍କର
କୌଣସି ଅସୁବିଧା ହେଇନଥିବ ତ? ନା ନା, ମୋ ସ୍ୱାମୀଙ୍କର କୌଣସି ଅସୁବିଧା ହେଇନଥିବ। ହେଲେ ମୋ ମନଟା କାହିଁକି ଏତେ ବ୍ୟାକୁଳ ହଉଛି ମୋ ସାଥୀ ବିନା। ତାଙ୍କର ଲୋଭିତ ଚେହେରା ମୋ ଆଖି ଆଗରେ କାହିଁକି ନାଚି ଉଠୁଛି। ହେଲେ କେମିତି ରହିପାରିବି ତାଙ୍କର ବିନା? ରହିପାରିବି କେମିତି? ନା, ମୋ ସ୍ୱାମୀ ଫେରି ଆସିବେ, ନିଶ୍ଚୟ ଫେରି ଆସିବେ। ଆଉ ସେ ଯେମିତି ଫେରି ଆସିବେ ତାଙ୍କୁ ଏତେ ବଡ଼ ଖୁସି ଖବର ଏଠି ଜଣେଇବି। ମୋ ପ୍ରିୟ ଖୁସି ଖବର ଶୁଣିକି ସତରେ ଖୁସିରେ ପାଗଳ ହେଇଯିବେ। ସେଇ ଖୁସି ଖବରଟା ଏୟାକି ଯେ ମୋ ଗର୍ଭରେ 2 ମାସର ସନ୍ତାନଟିଏ ବଢୁଛି। ଏ ଖୁସି ଖବରଟା ପ୍ରଥମେ ମୋ ସ୍ୱାମୀକୁ ଜଣେଇବି, ତାପରେ ବାବାଙ୍କୁ ଏବଂ ରାଜ୍ୟରେ ସମସ୍ତଙ୍କୁ ଜଣେଇବି। ଆଉ ମୋ ସ୍ୱାମୀକୁ ଆସିବା ବାଟକୁ ମୁଁ ଅପେକ୍ଷାରେ ରହିଥିବି। ଅପେକ୍ଷାରେ ରହିଥିବି। ଭାଉଜ ନମସ୍କାର। ଆରେ ତମେ ଏଠି କ'ଣ ପାଇଁ ଆସିଛ? ତମ ପାଇଁ ଗୋଟେ ଉପହାର ନେଇକି ଆସିଛି ଭାଉଜ ମୁଁ। କ'ଣ କହିଲ? ମୋ ପାଇଁ ପୁଣି ତମେ ଉପହାର ନେଇକି ଆସିଛ? ହଁ ଭାଉଜ। କିନ୍ତୁ ନା ନା, ମତେ ଲୋଡ଼ା ନାହିଁ ତମର ଉପହାର। କାହିଁକି ନା ଏତେ ବଡ଼ ଉପହାରଟା ମତେ ଦେଇ ସାରିଛ। ସେ ଉପହାରକୁ ମୁଁ କେବେ ଭୁଲି ପାରିଛି ନା କେବେ ଭୁଲି ପାରିବି? ଯୋଉ ଉପହାର କି ରାଜ୍ୟ ମହଲରେ ମତେ ବେଶ୍ୟାନରେ କଲଙ୍କିତ ବୋଲି ଦେଇଅଛ। ଚାଲିଯାଅ ତୁମେ। ମତେ ଲୋଡ଼ା ନାହିଁ ତମର ଉପହାର, ଚାଲିଯାଅ। ନିଶ୍ଚୟ ଚାଲିଯିବି ଭାଉଜ। ହେଲେ ସେଇଦିନ କିଛି କହିଦେଲି ବୋଲି ଏଇ ପର୍ଯ୍ୟନ୍ତ ତମେ ସେଇ କଥାଟା ଭୁଲିନି। ହେଲେ ମୁଁ ପୁରା ତମ ଗେହ୍ଲା ଦିଅର। ଆରେ ତମ ପାଇଁ ଏମିତି ଗୋଟେ ଉପହାର ଦେଇକି ଆସିଛି ଭାଉଜ, କେବେ ସ୍ୱପ୍ନରେ ଭାବି ନଥିବ ନା କେବେ ଭୁଲି ପାରିବନି ଭାଉଜ। ଆରେ ଏମିତି କୋଉ ଉପହାର ନେଇକି ଆସିଛ ଯେ ଏତେ ବାଧ୍ୟ କରିଛ? ତାହେଲେ ସେ ଉପହାରଟା ଦେଖିନେ ଭାଉଜ। ଠିକ ଅଛି, ପ୍ରଥମେ ସେ ଉପହାରଟା ମୁଁ ଦେଖିନେ ଗ୍ରହଣ କରିବି କି ନ କରିବି ବିଚାରଟା ପରେ ମୁଁ କରିବି। ତାହେଲେ ସେ ଉପହାରଟା ଅଛି କୋଉଠି? ସେଇଠି ଅଛି ଭାଉଜ, ନିଜେ ଯାଇ ଦେଖିନିଅ ତମ ଉପହାର। କୋଉଠି ଅଛି? ବନ୍ଧୁ, ଆରେ ଏ ମଣିଷ ମାନେ ଭଲ ମଣିଷ ନୁହନ୍ତି। ଏମାନଙ୍କୁ ଏଠିକୁ କ'ଣ ପାଇଁ ନେଇ ଆସିଛ? ଆରେ ସେ ମଣିଷ ହଉଛନ୍ତି ବହୁତ ଭଲ ମଣିଷ, ଆଉ ଏ ମଣିଷ ହଉଛନ୍ତି ମୋ ବନ୍ଧୁ। ଆଉ ଆଜି ତମକୁ ଯେମିତି ହେଲେ ବି ମୋ ବନ୍ଧୁ ସହିତ ହାତ ମିଶେଇବାକୁ ହବ ଭାଉଜ। ତମକୁ ଲଜ୍ଜା ଲାଗୁନି? ନିଜ ବଡ଼ ଭାଉଜ କହୁଛ ଅନ୍ୟ ପୁରୁଷ ସହିତ ହାତ ମିଶେଇବା ପାଇଁ? ବାହାରେ ସତୀ ନାରୀ ନିଜ ଚଉଠି ରାତିରେ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ରାସଲୀଳାରେ ଯୋଉଥିଲା ସେଦିନ ତମକୁ ଲାଜ ଲାଗିଲାନି? ଆଜି ପୁଣି କେମିତି ଲାଜ ଭାଉଜ? ଦେଖ, ସେ ଆଜା ବାଜା କଥା ଗୁଡ଼ାକ ବନ୍ଦ କରି ତୁମେ ଏଠୁ ଚାଲିଯାଅ। ନଚେତ ମୋ ସ୍ୱାମୀ ଆସିଲେ ସବୁ ଗୋଟି ଗୋଟି କରି ସତ ରେଖି ତତେ ପରେ ସେଦିନ କହିଥିଲି ଲୋ, ପ୍ରଥମ ଦେଖାର ଅପମାନ ତୃତୀୟ ଥର ଦେଖାରି ପୁରା କରିଦେବି। ଭାଇ ସାନ ବାବୁ, ସମୟ ବିଳମ୍ବ ନ କରି ଶୀଘ୍ର ଶୀଘ୍ର ତା ହାତକୁ ମୋ ହାତରେ ଛନ୍ଦି ଦିଅ। ନିଶ୍ଚୟ ବନ୍ଧୁ। ଦେଖ ଭାଉଜ, ଭଲରେ ଭଲ ମାନି ଯାଅ, ବନ୍ଧୁ ସହିତ ହାତ ମିଶେଇ ଦିଅ। ଦେଖ, ତମେ ମାନେ ଏଠୁ ଜୀବନ ନାହିଁ। ଆରେ ଯିବା ପାଇଁ ଆସିଲି ଏଠି। ଭଲ ଦୋଷ ଅଛି। ମୁଁ ଯାଉଛି, ବାବାକୁ ଡାକି ଆଣିବି, ସବୁ ସତ କହିଦେବି। ବାବା ଏଠି କ'ଣ ହଉଛି ଭାଇ? ବେଶ୍ୟାଳ ନା ରାଜଉଆସ? ନାଇଁ ମୁଁ କହୁଛି ଜବାବ ଦିଅ। ଏଟା ବେଶ୍ୟାଳ ନା ରାଜପ୍ରାସାଦ? ବାବା, ଏ ବାପି ମାନଙ୍କୁ ଆଉ ଏ ରାଜ୍ୟରେ ରଖନ୍ତୁନି ବାବା। ତମ ବନ୍ଧୁ ୟାକୁ ପାପି କହିବ କେମିତି? ଏ ବନ୍ଧୁ, ତମକୁ ବନ୍ଧୁ କହିବା ପାଇଁ ମତେ ଲାଜ ଲାଗୁଛି, ଘୃଣା ବି ଲାଗୁଛି। ଛି 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 ଛି। ତମ ବନ୍ଧୁ ହୋଇ ଏତେ ତଳକୁ ଖସିଗଲ କେମିତି? ଯାହା ଘଟଣା ଘଟିଛି ତମେ କହିବ ସତ୍ୟ ଘଟଣା। ହୋ ବନ୍ଧୁ, କାହିଁକି ହୋ ହଳ ଚିତ୍କାର କରୁଛ? କହିବି, ସବୁ ସତ୍ୟ ଘଟଣା କହିବି ବନ୍ଧୁ। ଆଲୋ ରେଖି, ତମକୁ ପରେ ସେଦିନ କହିଥିଲି ସତ କେବେ ଲୁଚି ରହେ ନା। କହିଦିଅ, ସବୁ ସତ୍ୟ ଘଟଣା କହିଦିଅ। ସବୁ ସତ କହିଦେବି ବାବା। ଆପଣଙ୍କ ସାନ ପୁଅ, ମୋ ସାନ ପୁଅ ସୂର୍ଯ୍ୟକାନ୍ତ। ଓ ବାବା, ଏ ବାପି ମାନଙ୍କୁ ଏଇଠି କଣ
এই পাপিটা তো হাত মিশে বাবা মিଛ ମିଛ କହୁଛୁ ତୁ ଜାଣିନୁ ମୋ ସାନ ପୁଅ ସୂର୍ଯ୍ୟକାନ୍ତ ମୋ ପାଇଁ ସୁନା ପୁଅ ସେ କଦାପି ଏମିତି କୁ କାର୍ଯ୍ୟ କରିନଥିବ ମିଛ କହୁଛୁ ତୁ ମିଛ କହୁଛୁ ତୁ ତୋ କଥାକୁ କିଛି ବି ଶୁଣିବିନି ମୁଁ ସତ କିଛି ବି କହୁଛି ଶୁଣିବି ବାବା ମୋ କଥାରେ ବିଶ୍ୱାସ କରନ୍ତୁ ବାବା ଏ ପାପିଟା ମତେ ବଳାତ୍କାର କରିବାକୁ ଚେଷ୍ଟା ଭାଇ ରଖି ଏମିତି କହିବାକୁ ତତେ ଲାଜ ଲାଗୁନି ଲୋ କରିଥିଲା। ପ୍ରକୃତ ସତ୍ୟ ଘଟଣା ମୁଁ କହିବି ମଧ୍ୟ ଭାଇ ଆପଣଙ୍କର ବହୁ ହଉଛି ପୂର୍ବତନ ପ୍ରେମିକା ନାଇଁ ବାବା ଏ ମଣିଷ ମିଛ କହିଯାଉଛି ଭାଇ ଆପଣଙ୍କର ବହୁ ସହିତ ମୋର ପରିସ୍ଥିତିରୁ ଗୁପ୍ତ ସମ୍ପର୍କ ନାଇଁ ବାବା ଏ ସହିତ ମୋର କୌଣସି ସମ୍ପର୍କ ହେଲେ ରାଖି ତୁ ପରା ମତେ ସେଦିନ କହିଥିଲୁ ଲୋ ହେ ତମେ ଯଦି ମୋର ନ ହବ ମୋ ସ୍ୱାମୀକୁ ମୁଁ ବିଷ ଦେଇ ମାରିଦେବି ଏ ବାବା କୋଉ ନାରୀ କଣ ତା ସ୍ୱାମୀ ବିଷୟରେ ସବୁ ଭାବି ପାରି ଆହୁରି ଅଛି ମଧ୍ୟ ଏ ଯଦି ଦରକାର ପଡେ ମୋ ଶ୍ୱଶୁର ଯଦି ମୋ ରାସ୍ତାର କଣ୍ଟା ହେଇ ଛିଡା ହବ ମୋ ଶ୍ୱଶୁରକୁ ବି ସେଇ ବିଷ ଦେଇ ମାରିଦେବି କପଡ଼ା କହି ଯାଉଛୁ ତତେ ଛାଡ ନାଇଁ ବାବା ମୁଁ ପରା ଆପଣଙ୍କ ବୋଉ ଆପଣଙ୍କ ବିଷୟରେ କଣ ମୁଁ ଏସବୁ ଭାବି ପାରିବି ବାବା ଏ ଭାବି ସବୁ ମିଛ ଯାଉଛି ଆମ ଏଇ ସୁନାର ସଂସାରକୁ ଚୂନା କରିବାକୁ ଚେଷ୍ଟା ସବୁ ମିଛ କହୁଛି ତୋ ସୁନାର ସଂସାରକୁ ଚୂନା କରିଦଉଛି ହ୍ୟାଲୋ ମୁଁ ଯଦି ମିଛ କହୁଛି ଲୋ ତୋ ଗର୍ଭରେ ଯୋଉ 2 ମାସର ଛୁଆ ବଢୁଛି ଏଇଟା ବି ମିଛ କଣ କହିଲ 2 ମାସର ଶିଶୁ ହଁ ବନ୍ଧୁ ପୁଣି ମୋ ବୋଉ ମା ଗର୍ଭରେ ହଁ ବାବା ମୋ ଗର୍ଭରେ 2 ମାସର ସନ୍ତାନଟିଏ ବଢୁଛି ଆରେ ଏତେ ବଡ ଖୁସିର କଥା ଯେ ଆମର କୁଳର ପ୍ରଦୀପ କୁଳମଣ୍ଡନ ହେବ ମୋ ନାତି ମୋ ହାତ ଧରି ଏଇ ଦୁନିଆ ଦାଣ୍ଡରେ ବାଟ ଚାଲିବ ସେଇ ଖୁସିର ଖବର ତମେ ଜାଣିପାରିଲ ଅଥଚ ମୁଁ ଜାଣିପାରିବ ଆପଣ କେମିତି ଜାଣିବେ ବନ୍ଧୁ ସେଇଟା ପରା ପାପ ଗର୍ଭ ଏଇଟା ବାବା ଗର୍ଭ ନୁହଁ ବାବା ନାଇଁ ବାବା ଏଇଟା ବାବା ଗର୍ଭ ନୁହେଁ ମୁଁ କଣ ବିଚାର କରିଥିଲି ମୋ ସ୍ୱାମୀ କୁଆଡ଼େ ଯାଇଛନ୍ତି ଯେ ସେ ଯେମିତି ଫେରି ଆସିବେ ମୋ ନିକଟକୁ ପ୍ରଥମେ ଏଇ ଖୁସିର ଖବର ମୋ ସ୍ୱାମୀକୁ ଜଣେଇବି ତାପରେ ହିଁ ଆପଣ ଏବଂ ରାଜ୍ୟ ବସ୍ ବହୁତ କହିଗଲୁ ବହୁତ ଶୁଣିଲି ମୁଁ ତୋ କଥା ଶୁଣି ଶୁଣି ମୁଁ ବଧିର ପାଲଟି ଯାଇଛି ଏବେ ଆଉ କାହାର କିଛି କହିବାର ଆବଶ୍ୟକତା ନାହିଁ କିଏ କେବେ ମୋ ଆଗରେ କୈଫତ ଦେବାର ବି ଆବଶ୍ୟକତା ନାହିଁ ଯାହା କହିବି ମୁଁ ଯାହା ବିଚାର କରିବି ମୁଁ ହିଁ ବିଚାର ହଁ ବନ୍ଧୁ ହଁ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କଲା ପରେ ସିଦ୍ଧାନ୍ତରେ ଉପନୀତ ହୋଇ ଆଜି ଏହି ବିଚାରକୁ ବିଚାର କରି କହୁଛି ପ୍ରକୃତରେ ଦୋଷୀ ହେଉଛୁ ଏମାନେ ପ୍ରକୃତିରେ ଦୋଷୀ ବାବା ପ୍ରକୃତରେ ଦୋଷୀ ହେଉଛୁ ତୁ ନାଇଁ ବାବା ମୋର କୌଣସି ଦୋଷ ନାହିଁ ତୁ ଗୋଟେ ଛୋଟ ଘରର ଝିଅ ଛୋଟ ଜାତିର ଝିଅ ତୁ ବଡ଼ ଘରର ବୋଉ ହେଇଥାନ୍ତୁ କେମିତି ତୋର ଯୋଗୁ ମୋର କେତେ ବଡ଼ ସର୍ବନାଶ ମୋର କୌଣସି ଦୋଷ ନାହିଁ ଏଇ କଥା ଶୁଣିଲା ବେଳକୁ ତୋ ପାଦ ତଲୁ ମାଟି ଖସିଯିବ କେବଳ ତୋର ଯୋଗୁ କେବଳ ତୋର ଯୋଗୁ ଆଜି ମୋ ପୁଅ ଗଙ୍ଗା ଯିବା ବାଟରେ ମୋ ସ୍ୱାମୀ କୋଉଠି ଅଛନ୍ତି ବାବା ମୋ ସ୍ୱାମୀ ମୋ ପୁଅ ବିଷ ଖାଇ ଆତ୍ମହତ୍ୟା ହେ ଭଗବାନ କେବଳ ତୋର ପାଇଁ ମୋ ପୁଅ ଆଜି ଘର ପାରିକୁ ଚାଲିଗଲା ଏ କଥା ଆପଣ ମିଛ କରୁଛନ୍ତି ଆରେ ମୋ ପୁଅ ମରିଗଲା ମୋ ବାପା ହୋଇ ତୋ ପାଖରେ ମିଛ କହିପାରିବି କେମିତି ଆପଣ ମିଛ କରୁଛନ୍ତି ତୁ ପାପ ରକ୍ତକୁ ଗର୍ଭରେ ଧାରଣ କରିଛୁ ଅଲକ୍ଷଣୀ ଏଇଟା ବାବା ସେଇ ପାପ ରକ୍ତରୁ ଜନ୍ମ ନେବ ଗୋଟେ ଜାରଜ ସନ୍ତାନ ଆଉ ସେଇ ଜାରଜ ସନ୍ତାନ ମତେ ଜେଜେ ବାପା ଡାକିବା ପୂର୍ବରୁ ମୁଁ ସେଇ ନିଷ୍ପାପ ଶିଶୁ ସନ୍ତାନକୁ ତୋର ସେଇ ଅନ୍ଧାରୀ ଗର୍ଭ ଭିତରେ
নাই বাবা এত বড় সমাজরে এই দুনিয়ারে স্বামীটা মরিগলা পরে স্ত্রীটা বিধবা হয়ে যায় আজিঠাରୁ ତୁ ହେଲୁ ଗୋଟେ ବିଧବା ପୋଛିଦେ ତୋ ମଥାର ସିନ୍ଦୁର ହକିଗତ ହାତର ଶଙ୍ଖା ଛିଣ୍ଡେଇ ଦେ ତୋ ଗଳାର ମଙ୍ଗଳ ହଲେ ରଖି ତୋ ହାତ ପାପଲିରେ ପରା ସ୍ୱାମୀ ଯୋଗ ନାହିଁ ପାପୁଲିର ଲେଖା ବଦଳି ନାହିଁ ତ କେମିତି ସମୟ ବଦଳି ଗଲା ଯିଏ ଲେଖିଥିଲା କପାଳ লিখন ହେଲେ ନିର୍ଦୟ କେମିତି ହେଲା ଆଶା ତ ଅନେକ ଭାଗି କଣ୍ଟା ପଥ ଚାଲିବାକୁ ହବ জীবনর বাট দৈব লেখি দেইছি ধনপা কি মন বন্ধা পড়িছি ধনপা কি মন বন্ধা পড়িছি সিঁদুর লঙ্কা ছড়েই দে বিধবা সজেই দিয়ে এমিতি পাপ দুনিয়া তোতে নিঃশ্বাস ছড়েই নিয়ে সিঁদুর লঙ্কা ছড়েই দে বিধবা সজেই দিয়ে এমিতি পাপ দুনিয়া তোতে নিঃশ্বাস ছড়েই নিয়ে টুটি গলা তাত জন্মর সম্পর্ক মিলু পଛେ ତାକୁ ଯେତେ ଅଭିଶାପ ସମ୍ପର୍କର ଡୋରି ଛିଣ୍ଡେଇ ଦେଇଥା ଯାଉଛି କହି କହି କେମିତି ରଗିବ ବିଧବା ହୋଇ କେମିତି ରଗିବ ବିଧବା ହୋଇ ହଲେ ରଖି କଣ ମନେ ଭାବିଥିଲୁ ଏଇ ରାତ ଉଆସରୁ ଚାଲିଗଲା ପରେ ପୁଣି ଥରେ ପ୍ରେମ ପାପ ସମ୍ପର୍କ ରଖିବି ବୋଲି ନାଇଁ 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 ହେଲେ ନାଇଲେ ରଖି তোর সেই অভিলাষকে কেবে পুরা হবা পাই দেবিনি দবনি কাহিଁକି ନା ମୋ ପରେ ତତେ ଭଲ ପାଉଥିଲି ଭଲ ହେ ବାବା ওরে বাপা সেই ମୋ ଭଲ ପାଇବାର ଉପହାର এই ଦେବି নে রে বাপা এই ନେଲେ ରଖି এইটা হচ্ছে ଠିକ ଥାଳିଲ ଆଜି ଥରେ କାକା ବୋଲି କହିବୁ ମାଲୋ ହେ ମା ମତେ କିଛି ଭିକ ଦିଅ জীবন যমুনা হে যমুনা নই রে মাঝি দুই কূল যায় খাই দুই কূল যায় খাই মা বাবা স্নেহ চালি তো যাইছি শাশু ঘর দুঃখ এই তো ভোগুছি মাগু ଅଛି হাত পাতি জীবন যমুনা
सारे विधवा को भिक्षा मुठे दिया माँ भिक्षा मुठे दिया आनी गो जननी भिक्षा मुठे दिया आनी भिक्षा मुठे दिया आनी गो जननी भिक्षा मुठे दिया आनी पड़ी विपदरे डाकुते आतुरे दिया मुठे भिक्षा आनी गो जननी दांडे डाकी भिक्षा ऋणी होइथिली राज रानी गो जननी कले दंड भिक्षा ऋणी होइथिली राज रानी गो जननी कले दंड भिक्षा ऋणी असहाय होई हाथ पातुअछि दिया मुठे भिक्षा आनी लिखिथिला भिक्षा मागी मोर दिन गला विपद बेलारे धर्म करिथिले कोटि बैकुंठ प्राप्ति विपद बेलारे धर्म करिथिले कोटि बैकुंठ प्राप्ति जननी माने गो दान धर्म करी होइतांती पुण्य पति लिखिथिला भिक्षा मागी मोर दिन गला केते दुख आउ दबुरे
কেরোটাকে কাটিয়ে দেবে আমি সেই শালা মাতৃ ঘোড়া মাত্র কবি সেই বন কঠির ভিতরে বন করে সারিছি ওরে বাবা। বাকি রহিগলা মামু সেই শালা সূর্যকান্ত তাকে যদি ମୋ ରାସ୍ତାରୁ ହଟେଇ ଦେବି ବହୁ ସାଜି ନେବି এই রত্নগর রাজ্যে রাজাধি রাজে হেলে বাবা ওরে বাপা সেই শালা সূর্যকান্ত গলা কুয়াড়ে হেই শালা বাবু আরে শুভ কামরে এত বিলম্ব কাহিকি ଆଜି ବହୁତ ଖୁସିର ଦିନ ବନ୍ଧୁ କାହିଁକି ନା ଆମ ରାସ୍ତାର କଣ୍ଟା ସବୁ ସଫା ହେଇଯାଇଛି। তাহলে বসি পড়ো শালা বাবু অভিযোগ কার্যটা আমি শীঘ্র সমাপ্ত করিব মা বলো বলো এ ঘণ্ট শঙ্খ হুলো হুলি সব বজাই দে ঠিক আছে রে বাপা ଆରେ ବସୁ ତୋ କଥାରେ ପଡ଼ି ମୋ ପରିବାରକୁ ବି ଚିହ୍ନି ପାରିଲେନି। ଶେଷରେ ମୋ ପରିବାରକୁ ନାରଖାର କରିଦେଲୁ ଆଉ ଶେଷରେ ମୋ ସହିତ ଛଳନା କଲୁ। ମରିବୁ ତୁ ନିଶ୍ଚୟ। শালা হারাম দাদা আমি শালা তুই তো ভাউচর হই পারিল তো বড় ভাইর হই পারিল আর কোন হব ভাই গলে সবু গোটি গোটি করে সরি গলে রে বাপা বারে ভঞ্জা বাহ ইথর তুই রাজা হেবাটা সুনিশ্চিত রে বাপা মোর বুদ্ধিকে মানবাকে পড়বা বুদ্ধি রোজা বুদ্ধি পরজা আর বুদ্ধি নেই থিলে মাগি খেইজা মোর বুদ্ধি থিলা বলি করছি না আজ মোর ভঞ্জাকে রাজা করে পারলি আর যেতে বেলে মোর ভঞ্জা রাজা হি গলা মন্ত্রী আর কি হেবা মন্ত্রী হেবি মুই এতা সেন্তা মন্ত্রী নেই সে ওড়িশার মুখ্যমন্ত্রী হেবি সে মন্ত্রী সিনা সুভদ্রা যোজনা কাকে দৌছে কাকে নি দেবা মুই হেলে হ্যাঁ ঠেঙ্গেন টুকিল মনকে সুভদ্রা যোজনা লিখি দেবি চা আর যেতে বি ঠেঙ্গা পিলা মন ছন তাকর লাগে মান্ডু যোজনা করি দেবি হ্যাঁ আর মা মর লাগে বি কিছু অসুবিধা নেই হ্যাঁ আর গুটে কথা যেতে বি মধুয়া দাদা মনে অছন ই নিলজি গানা বি অছন জরি শিল্পী উচ দেশি মত পিউছ ইটা নেই চলে মুই রোজা হেলা পরে মানে মন্ত্রী হেলা পরে মোর ভঞ্জা রোজা হেবা মকে ঠেসি দেবা বুয়া মন্ত্রী হেলা পরে হ্যাঁ সব কর লাগে ডেলি গোটে গোটে খম্বা মানে ইংলিশ মদ তার সঙ্গে দেশি কুকুড়া লেগ পিস কতরু থিব মদ পিউথিব কতরু থিব মদ পিউথিব হ ভাবিনি আজির আসলা আমার খুশির দিন देखु देखु अनेक दिन बीतीगला से दिनर पतिए कथा पाई सही पाशु सूर्यकांत कथारे पड़ी सोना भणी रागिटा मते शेषर रण दे ता राज्य मते तड़ीदेला हेले से निष्पत्तिटा कण ठीक ना अरे से होजे मो सोना भणी राखी मो भणीटा को कण मो सबुदिन पाई भूली पारिबे ना ना आज मते मने पड़ुची मो भणी राखीरा कथा मो भणीटा सेठी कण करथिबो कौ परिस्थिति रे थिबो आज जिबी मो ता पाखक जिबी ताकू थरुटिए देखा करे मो पुरी थरे चाली आसीबे एई मोर जंगल कोटी राख
ଜନ୍ମରେ ମୋତେ ଏତେ କଷ୍ଟ ଭୋଗିବାକୁ ପଡୁଛି। ମୁଁ ବା ତାଙ୍କର କଣ କ୍ଷତି କଲି? ବିନା ଦୋଷରେ ମୋତେ ବିଧବା ଘାସର ସନ୍ତାନ, এই ମୋ ଗର୍ଭର ସନ୍ତାନ ବା ତାଙ୍କର କଣ ଦୋଷ କରିଥିଲା? ତାଙ୍କ ମନରେ ଟିକେ ଦୟା ଆସିଲାନି ଯେ ମୋ ଗର୍ଭର ସନ୍ତାନକୁ ମଧ୍ୟ ଛାଡ଼ିଲେନି। ଏ ଦୁନିଆରେ ତ ମୋର ନିଜର ବୋଲି କେହି ନାହାନ୍ତି। କେତେ ଦିନ ଏ ଦୁନିଆ ଦାଣ୍ଡରେ ଭିକ ମାଗି ଏ ଜୀବନଟାକୁ ରଖିବି? ନା, ଆଜି ଚାଲିଯିବି। ଆଜି ଚାଲିଯିବି ସେ ଜଙ୍ଗଲ ନିକଟକୁ, ଆଉ ଆଜି ମୁଁ ଆତ୍ମହତ୍ୟା କରିଦେବି। ଏ ମା ରହିଯା। କଣ କହିଲୁ? ତୁ ସେଇଠି ଆତ୍ମହତ୍ୟା କରିଦେବ? ହେଲେ ଜାଣିଛୁ ମା, ଏଇ ଦୁନିଆରେ ଆତ୍ମହତ୍ୟା ହଉଛି ମହାପାପ। ଆଉ ତୁ ଏତେ ବଡ଼ ନିଷ୍ପତ୍ତିଟା ତୋ ମନରେ ନେଇ ପାରିଲୁ କେମିତି ରେ ମା? କିଏ ବାବୁ ତମେ କଣ କହିଲ? ଆତ୍ମହତ୍ୟାଟା ମହାପାପ? ନାଇଁ ବାବୁ, ଆତ୍ମହତ୍ୟା ହଉଛି ମୋ ପାଇଁ ମହାପୁଣ୍ୟ। ଏ ମା, ଏତେ ବଡ଼ କଥା କହିବା ଆଗରୁ ଥରେ ତୁ ତୋ ମନକୁ ବୁଝାଇ ଦେ ରେ ମା। ମୁଁ ମୋ ମନକୁ ବୁଝାଇ ସାରିଛି ବାବୁ। ହେଲେ ତମେ କିଏ? ତମେ ବାଇଠୁ କଣ ପାଇଁ ଆସିଛ ବାବୁ? ମୁଁ ଏଇଠିକୁ ଆସୁନି, ମୁଁ ତ ଆସୁଥିଲି ଏଇ ମୋ ରାସ୍ତା ପଥରେ, କିନ୍ତୁ ଆସୁ ଆସୁ ଦେଖିଲି ଯେ ତୁ ଗୋଟେ ଏକୁଟିଆ ବିଧବା ନାରୀ ଏତେ ବଡ଼ ଜଙ୍ଗଲରେ ଆସି ଆତ୍ମହତ୍ୟା କରୁଛୁ, ମାନେ ନିଶ୍ଚୟ ଗୋଟେ ପରିସ୍ଥିତିରେ ପଡ଼ି ଯାଇଛୁ। ହଁ ବାବୁ, ତମେ ଠିକ ବୁଝିଛ। ମୁଁ ବହୁତ ବଡ଼ ପରିସ୍ଥିତିରେ ପଡ଼ି ଯାଇଛି। କିନ୍ତୁ ବାବୁ, ମୋ ପରିସ୍ଥିତି ଆଉ ମତେ ତମେ ପଚାରନି। ମୋ ପରିସ୍ଥିତି ମୁଁ କାହା ଆଗରେ କହିପାରିବିନି। ତୁ ପରିସ୍ଥିତି ନ କହିଲେ ବି ମୁଁ ଆଜି ଠିକ ବୁଝିପାରୁଛି ରେ ମା। ସାପ ଚୁଚୁନ୍ଦ୍ରାକୁ ଅଦାଗିଲି ଦେଇ ସେ ଯେତେବେଳେ ଜାଣିପାରେ ମୋ ମୂଷାକୁ ନୁହଁ, ଚୁଚୁନ୍ଦ୍ରାକୁ ଅଦାଗିଲି ଦେଇଛି, ଆଉ ପୁରା ଗିଲି ବାରୁ ଗିଲି ଦେଲେ ମୋ ସବୁଦିନ ପାଇଁ ମରିଯିବି। ଅଦା ଗିଲି ବାରୁ ଛାଡ଼ିଦେଲେ ଏଇ ଦୁନିଆ ଆଖିରେ ମୋ ସବୁଦିନ ପାଇଁ ଗୋଟେ ଅନ୍ଧ ହେଇ ରହିଯିବି। ଆଜି ଗୋଟେ ତୁମେ ଠିକ ସେମିତି ପରିସ୍ଥିତିରେ ପଡ଼ି ଯାଇଛ। ସତ କହିଲେ ଅସୁବିଧାରେ ପଡୁଛ, ସତ ନ କହିଲେ ଅସୁବିଧାରେ ପଡୁଛ। ହେଲେ ମା, ଏଇ ଦୁନିଆରେ ପରା ଭଗବାନ ଅଛନ୍ତି। ସେଇ ଭଗବାନ ଯଦି ଚାହିଁବ ତୋର ସେ ଅଡୁଆ ସଂସାରଟାକୁ, ସେଇ ଭଗବାନ ନିଶ୍ଚୟ ସଜାଡ଼ି ଦେବ ରେ ମା। ସେଇ ଭଗବାନ ନିଶ୍ଚୟ ସଜାଡ଼ି ଦେବ। ନାଇଁ ବାବୁ, ମୁଁ ଆଉ ସେଇ ସୁଖର ସଂସାରକୁ ଆଶା କରୁନି। ଏ ଦୁନିଆରେ ତ ମୋର ନିଜର ବୋଲି କେହି ନାହାନ୍ତି। ମୁଁ ବା କେମିତି ଆଶା କରିପାରିବି ବାବୁ? କେମିତି ଆଶା କରିବି ମୁଁ? ହେଲେ ତମ କଥା ଶୁଣି ମତେ ଲାଗୁଛି ତମେ ଜଣେ ନିଶ୍ଚୟ ଭଲ ମଣିଷଟେ ହେଇଥିବ। ତମେ ଜଣେ ଗୋଟିଏ ଅବାଟକୁ ବାଟ ଦେଖିବା ଲୋକ ହେଇଥିବ। ହେଲେ ବାବୁ, ମତେ ଆଉ ତମେ ବାଟ ଦେଖିବାକୁ ଚେଷ୍ଟା କରନି। କାହିଁକି ନା ମୋର ଶେଷ ବାଟ ହେଉଛି ଏଇ ଆତ୍ମହତ୍ୟା। ଏ ମା ରହିଯା, ରହିଯା। ବରଂ ମୁଁ ଏ ଜାଗା ଛାଡ଼ି ଚାଲି ଯାଉଛି, କିନ୍ତୁ ଚାଲିଯିବା ପୂର୍ବରୁ ମୋର ଗୋଟିଏ କଥା ରଖିବୁ ମା। ମୁଁ ବା ତମ କୋଉ କଥା ରଖିପାରିବି? କଥାଟା ଏହା କି ଯେ ମୁଁ ଏ ଜାଗା ଛାଡ଼ି ଚାଲିଯିବା ପୂର୍ବରୁ ଥରୁଟିଏ ପାଇଁ ତୋ ମୁହଁ ଟିକେ ଦେଖିପାରିବି। ନାଇଁ ବାବୁ, ତମେ କଣ ଦେଖିପାରୁନ କି ବାବୁ? ମୁଁ ପରା ଧଳା ଲୁଗା ଖଣ୍ଡେ ପିନ୍ଧି ଅଛି। ତମେ କଣ ଜାଣିପାରୁନ କି ବାବୁ? ମୁଁ ପରା ଜଣେ ବିଧବା ନାରୀ। এই দুনিয়ার লোকে কহନ୍ତି পরা କଣ କହନ୍ତି? বলে বিধবার মুহূর্ত দেখিলে শুভ কার্যটা অশুভ হয়ে যায়। বেশ বেশ বেশ,
ରହିଯା ଆଉ ଆଗକୁ କିଛି କହିବା ଦରକାର ନାହିଁ। ଆରେ କିଏ କହିଲା ଏତେ ବଡ଼ ଦୁନିଆରେ ବିଧବାର ମୁହଁଟା ଦେଖିଲେ ଶୁଭ କାର୍ଯ୍ୟଟା ଅଶୁଭ ହେଇଯିବ। ସବୁ ମିଛ କଥା, ସବୁ ମିଛ କାହାଣୀ। ବରଂ ଆଜି ଏଇଠି ମୋ ନିଷ୍ପତ୍ତି ନେଇ କହୁଛି ମା, ମୋ ଥରୁଟିଏ ତ ମୁହଁ ଦେଖିଲେ ମୋ ସବୁ କାର୍ଯ୍ୟଟା ଆଜି ଶୁଭ ହେଇଯିବ। ଆଉ ମୁଁ ତୋତେ ଶେଷ ଥର ପାଇଁ ଅନୁରୋଧ କରି କହୁଛି, ମୋ ଥରୁଟିଏ ତ ମୁହଁ ଦେଖି ମୁଁ ସବୁଦିନ ପାଇଁ ଚାଲିଯିବି ସେଇ ମୋର ଗନ୍ତବ୍ୟ ପଥରେ। କାହିଁକି ଏତେ ବାଧ୍ୟ କରୁଛ ବାବୁ? ଏ ଦୁଃଖିନୀ ନାରୀର ମୁହଁକୁ ଦେଖିବା ପାଇଁ। ଠିକ ଅଛି, ମୋ ମୁହଁଟା ଦେଖିଲା ପରେ ତମେ ତମ ବାଟରେ ମୁଁ ଚାଲିଯିବି। ତାହେଲେ ଦେଖି ନିଅନ୍ତୁ ବାବୁ, ଏଇ ଅଭାଗିନୀର ମୁହଁକୁ ଦେଖି ନିଅନ୍ତୁ, ଦେଖି ନିଅନ୍ତୁ ବାବୁ ଏଇ ବିଧବାର ମୁହଁକୁ। ତୁ ପର ମୋର ସୁନା ଭଉଣୀ, ତୁ ପର ମୋର ସୁନା ଭଉଣୀ, ମୋ ଦେହର ଛାଇ ଆସିଲ ଯେତେ ଝଡ଼ ବତାସ ଅଲଗା ହବା ଲାଗି। ଦେହର ଛାଇ ଅଲଗା ହବ, ଦେହର ଛାଇ ଅଲଗା ହବ। ଦେଖିଛୁ କି କେବେ କହ ସୁଖ ଦୁଃଖରେ ଭାଇ ପାଖରେ ରହିଥିବ ଏ ଦେହ। ତୋ ଖୁସିରେ କେବେ ମୋ ଖୁସି କଥା ଦେଇଛି ନିରୁତି। ତୋ ଖୁସିରେ କେବେ ମୋ ଖୁସି କଥା ଦେଇଛି ନିରୁତି। ତୁମ ପାଶେ ରହିଥିବି ଜୀବନ ସାରା। ବସ୍ତ୍ର ପରିହିତ କେଶ ନିଶ ଛିଣ୍ଡି ଯାଉଛି, ସେଇ ତୋର ସୂର୍ଯ୍ୟମତା, ସେ କି ତୋର କୋଲା ହାତ। ଏ ରାକ୍ଷୀ, ଏ କି ତୋର ବେଶ ଭଉଣୀ, ଏ କି ତୋର ବେଶ। ଏ ଭାଇ, ମୁଁ କଣ କରିବି କହୁନ? এই সব পরা মো ভাগ্যর খেল, মো ভাগ্যর যা লেখা হয়েছে সেই সব তো ঘটি আসুଛି ভাই। ହେଲେ ତୁ କଣ, তুই কাহিকি ମୋ ଦୁଃଖରେ ସୁଖରେ ପ୍ରତି ମୁହୂର୍ତ୍ତରେ ତୁ ଭାଇ। କହୁ କହୁ ଏତେ ବଡ଼ କଥା କହିଦେଲୁ। ଆରେ ମୋ ପରା ତ ବଡ଼ ଭାଇ, তোর কোন মনে নাই ভৌরি? সেই আম 5 দিনর কাহারি, সেই আম রাজ্য মহলর কথা। আম রাজ্য মহলরে দুদিনে রাজা রানী নেই সোনা কটাই রে কেন কেন দিল। আজ সাজি গলু এই দুনিয়া ঘিরে, এই সমাজ আখিরে তু গোটে বেকার রে। রানীরু সাজিলো তু বিকারুণী, দিন খেলুতিলু তু ধরি সোনা কন্দেই, সোনা কন্দেই। তত সপন এলা সুখ গলা উবেই, গলা উবেই।
ଆଜି ପାଉଣା ପାଇ କାନ୍ଦୁଥିଲୁ ଲୋ କଇଁ କଇଁ ଦିନେ ମିଛରେ ତତେ ମୁଁ ଅଛି କେତେ କନ୍ଦେ ଦିନେ ମିଛରେ ତତେ ମୁଁ ଅଛି କେତେ କନ୍ଦେ ସତରେ କାନ୍ଦୁଛୁ ଆଜି ଲୁହ ଶୁଖୁନି ରାଣୀରୁ ସାଜିଲୁ ତୁ ଭିକାରୁଣୀ ଭଉଣୀକୁ ଭାଇ ଚିହ୍ନି ପାରୁନି এ ভাই এই দেখুন ପିଲାଟି ଦିନରୁ ଆମେ ଦୁଇ ଭାଇ ଭଉଣୀ ମା ବାପା ଛଉଣ୍ଡା ହେଇଗଲୁ ଆଉ ଏଇ ସମୟରେ ତତେ ଦେଖିବାକୁ ପଡୁଛି ଏଇ ତ ସୁନା ନାକି ଭଉଣୀର ଏଇ ବିଧବା ଏଥିରେ ଆମେ କାହାକୁ ଦୋଷ ଦେବା ଏସବୁ ଆମ ଭାଗ୍ୟର ଦୋଷ କିନ୍ତୁ ପଚାରିବା ସେ ଜଗନ୍ନାଥକୁ ଆମେ ଦୁଇ ଭାଇ ଭଉଣୀ ବା କାହାର କଣ ଦୋଷ କରିଛେ କାହିଁକି ଆମକୁ ପିଲାଟି ଦିନରୁ ଦୁଃଖ ଖାଲି ଦୁଃଖ ଦେଉଛେ ପଚାରିବା ଭାଇ ସେଇ କାଳିଆକୁ ଆମକୁ କେତେ ଦୁଃଖ ଦେବ ପଚାରିବା ସେଇ କାଳିଆକୁ କାଳିଆ କେତେ ଦୁଃଖ ଦବୁ କାଳିଆ ପାପ ଜାଣିନି କି ପୁଣ୍ୟ ଜାଣିନି ଧୂଆଁ ଖାଲି ଧୂଆଁ ସେ ନିଆଲେ ବୋନେ ସରେ ନାଗିଲୁ ଯନ୍ତ୍ରଣାର ঘন অন্ধারে দিশু নাগি মু মশানি লাগুছি দুনিয়া দুঃখ দব
ଯେତେ ଚେଷ୍ଟା କଲେ ସୁଦ୍ଧା ମୁଁ ତ ମୋର ସେ ସ୍ମରଣ ଶକ୍ତିକୁ ଫେରି ପାଉ। ହେଲେ ଆଉ କେତେ ଦିନ ସେ ବାବୁଙ୍କ ଘରେ ତାଙ୍କ ମୁଣ୍ଡ ଉପରେ ମୁଁ ଏମିତି ବୋଝ ହେଇକି ରହିଥିବି। ନାଇଁ ମୁଁ ଆଜି ସେ ବାବୁକୁ କିଛି ନ ଜଣେଇକି ମୁଁ ତାଙ୍କ ଠାରୁ ବହୁତ ଦୂରକୁ ଚାଲିଯିବି। ଏ କେଉଁ ଯୁଗର ପୁରୁଣା ସମ୍ପର୍କ, କାହା ପାଇଁ ସତ କାହା ପାଇଁ ମିଛ। ପ୍ରେମ ତ ଏମିତି ଅବୁଝା ଗଣିତ, ହିସାବ ମିଳେ ନା ଶୂନ୍ୟ ହୁଏ ଗାତ। ସରେ ଲାଗି ଦୁଃଖ ଯନ୍ତ୍ରଣାର କନ ଅନ୍ଧାରରେ ଦିଶୁ ଲାଗି ମୋହ, ମଶାଣି ଲାଗୁଛି ଦୁନିଆ। କେତେ ଦୁଃଖ ଦବୁ ତେରେ କାଳିଆ, 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 କେତେ ଦୁଃଖ ଦବୁ तेरे कालिया। ଭାଇ ତୁ ମତେ ପଚାରିଥିଲୁ ଭାଇ ତୁ କୋଉଠି ରହୁ, ଭାଇ ତୁ କୋଉଠି ଥାଉ, ହେଲେ ଆଜି ଦେଖିଲୁ ରାକ୍ଷୀ ମୋ ତ ବଡ ଭାଇଟା ଏତେ ବଡ ଜଙ୍ଗଲରେ କୁଟିଆ ମାରି ମୁଁ ଅନେକ ବର୍ଷ ବିତେଇ ଦେଇଛି। କିନ୍ତୁ ଜାଣିଛୁ ରାକ୍ଷୀ ଏଇ ଜଙ୍ଗଲରେ ମୁଁ ଏକୁଟିଆ ନୁହଁ, ମୋ ସହିତ ଗୋଟେ ଅଜଣା ଅଚିହ୍ନା ମଣିଷ ଅଛନ୍ତି। ତୁ କଣ ତାକୁ ଦେଖିବ? ହଁ ଭାଇ, ତୁ ଯଦି ଦେଖେଇବୁ ତାହେଲେ ମୁଁ ନିଶ୍ଚୟ ସାକ୍ଷାତ କରିବି। ଠିକ ଅଛି, ତୁ ସେଇଠି ବସି ପଡ, ମୋ ସେ ବାବୁଟାକୁ ଏଇଠି ଡାକୁଛି। ଠିକ ଅଛି ଭାଇ। ଆରେ ବସି ପଡ। ଏ ବାବୁ, ଆରେ କୁଆଡେ ଗଲୁ ରେ? ମୁଁ ଡାକୁଛି ତୋ ବଡ ଭାଇ, ତତେ କଣ ମୋ କଥାଟେ ଶୁଭୁନି କି? କଣ କୋଉଠି ଶୋଇ ଯାଇଛୁ କି? ଏ ପାଗଳ ବାବୁ। ବାବୁ ଆପଣ କଣ ମତେ ଡାକିଲେ? ମୁଁ ଡାକିଲି ଆଉ ତୁ ମୋ ଡାକ ଶୁଣି ଏଇଠି ଚାଲି ଆସିଲୁ ବାବୁ। ହଁ ବାବୁ। ହେଲେ ଡାକିବାର ମାନେ ଜାଣିଛୁ ବାବୁ? ନାଇଁ। ମୁଁ ତତେ ଆଜି ଜଣେ ଲୋକଙ୍କ ସହିତ ସାକ୍ଷାତ କରାଇବି। ଆଚ୍ଛା। ତୁ କଣ ଦେଖିବୁ? ହଁ ବାବୁ, ତମେ ଯେତେବେଳେ କହୁଛ ମୁଁ କାହିଁକି ଦେଖିବିନି? କିନ୍ତୁ ଦେଖିବା ପୂର୍ବରୁ ମୁଁ ତତେ ଗୋଟେ କଥା କହିଦଉଛି ବାବୁ। କଣ? ତୁ ଟିକେ ଟିକେ ପାଗଳ, ତୋ ମାନସିକ ଅବସ୍ଥା ଠିକ ନାହିଁ। ତୁ ଜମାରୁ ବି ମୋ ଆଗରେ ପାଗଳାମି କରିବୁନି। ନାଇଁ ବାବୁ, ଆପଣ ଦେଖିବେ ମୁଁ କିଛି ବି କରିବିନି। ତାହେଲେ ମୋ ପାଖକୁ ଆ। ଯିବି। ଆରେ ଆ। ଯିବି ତ। ଏ ବାବୁ, এই দেখেন বাবু, এইটা তো জଣେ ସ୍ତ୍ରୀ ଲୋକଟା। ଇଏ କଣ ତମ ସ୍ତ୍ରୀଟା? ଆଉ ନୁହଁ ତ କଣ, ଏ ନିଶ୍ଚୟ ମୋ ଭାଉଜ ହେଇଥିବେ। ପାଗଳ, ମୁଁ ତାଙ୍କୁ ଭାଉଜ ଡାକିବି। ମୁହ ସମାଳି କଥାବାର୍ତ୍ତା କର। ଭାଉଜ। ଆଉ ଯଦି ଥରେ କହିଛୁ ଏ ଭାଉଜ। ଏ ପାଗଳ। ଭାଉଜ ତୁ ପରେ କହିଥିଲୁ এই ମଣିଷ ସହିତ ସାକ୍ଷାତ କରିବି ବୋଲି, ହେଲେ ଏମିତି ହଠାତ୍ ବନେଇଦେଲୁ କାହିଁକି? ରାକ୍ଷୀ,
ସେ ପଶୁଟାକୁ କାହିଁକି ମାରିଲେ ତୁ ଶୁଣିବ। ଏମିତି କଣ କହିଲେ ଦେଉନା ବଳିଲୁ ଭାଇ? ସେ ପଶୁଟା କହିଲା ଯେ ତତେ ମୋର ସ୍ତ୍ରୀଟା ବୋଲି ରାଖି ମୋ ବଡ଼ ତ ବଡ଼ ଭାଇଟା ସହି ପାରିବେ। କିନ୍ତୁ କିନ୍ତୁ ସେ ଅଜାଣତରେ ଏପରି କହିଦେଇଥିବେ, ହେଲେ ଏମିତି ହଠାତ୍ ବଳିବା କଣ ଉଚିତ? ଓ ଠିକ କରିଛେ ଆଉ ଠିକ ନିଷ୍ପତ୍ତି ନେଇଛି। ଯାହା ବଳିଥିଲା ହେଇଯାଇଛି, କିନ୍ତୁ ଏ ମଣିଷକୁ ଉଠାଇବା, ପାଣି ପିଏଇବା। ମୁଁ ତାକୁ ଉଠେଇବି ଆଉ ପାଣି ପିଇବି। ହଁ ଭାଇ, ମୁଁ ସେ ଭୁଲଟା ଥରେ କରି ସାରିଛି, ସେ ଭୁଲଟା ଏବେ ମୁଁ କରିବିନି ରାଖି। ତୁ ଯଦି ଏସବୁନି ତାହେଲେ ମୁଁ ହିଁ ଚାଲି ଯାଉଛି, ଏ ମଣିଷକୁ ଉଠେଇକି ପାଣି ପିଇବି। ଅଜା ତୁ ଉଠେଇକି ପାଣି ପିଇବୁ, ମୁଁ ଯିବିନି ମାନେ ଯିବିନି। ହଁ, ମୁଁ ହିଁ ଚାଲି ଯାଉଛି। হাত বাবুলিরা রেখা কাকু দিনা দেখা কেহি তো পড়ি পারে না তুই মন ভাঙ্গে লুহাবি ওজন লাগে এ কথা সহি হুয়ে না হাত বাবুলি রেখা কাকু দিয়ে না দেখা কেহি তো পড়ি পারে না তুই মন ভাঙ্গে যেতে লুহাবি ওজন লাগে এ কথা সহি হুয়ে না কথা দেই কথা বলিলো কেমিতি দিন বিলাগুচ অন্ধার কেমিতি কেমিতি বঞ্চিবি কেমিতি বঞ্চিবি ধরিবি না রাখি সেদিনর কথা মনে ଅଛି না হায় মনে ଅଛି না সেদিনর কথা মনে ଅଛି না মনে ଅଛି না ରାଖି ଏବେ କଣ ଦେଖୁଛୁ ରାଖି? ତୁ ସେ ପାଗଳକୁ ମୋ ଅଗରେ ଛାପିରେ ଧରୁଅଛୁ, ମୋ ତ ବଡ଼ ଭାଇଟା କଣ ଦେଖୁଛେ? ଏ ଭାଇ, এই ମଣିଷଟାକୁ ତୋ ପାଖରେ ତୁ ଏତେ ଦିନ ଧରି, ଏତେ ବର୍ଷ ଧରି ରଖିଅଛୁ, ଏ ମଣିଷଟା କିଏ, ତାଙ୍କ ପରିଚୟ କଣ ତୁ ଜାଣିନୁ? ଆରେ ତୁ କହିଲୁ, ମୁଁ କେମିତି ଜାଣିବି ତା ପରିଚୟ? ତୁ ଜାଣିବାକୁ ଚାହୁଁଛୁ ନା ଏ ମଣିଷଙ୍କ ପରିଚୟ? ମାନେ ତୁ ତା ପରିଚୟ ଜାଣିଛୁ? ହଁ, ମୁଁ ଜାଣିଛି, ଭଲ ଭାବରେ ଜାଣିଛି ଏ ମଣିଷଙ୍କ ପରିଚୟ। ହେ ଭଗବାନ, ମୁଁ ଏତେ ବର୍ଷ ମୋ ପାଖରେ ରଖିଲି, ମୁଁ ତା ପରିଚୟଟା ଜାଣିପାରିଲିନି। ଆଜି ମୋ ଭଉଣୀଟା କହୁଛି ଯେ ସେଇ ମଣିଷର ପରିଚୟ ଜାଣିଛି, ହେଲେ ରାଖି ସେଇ ମଣିଷ এই ମଣିଷ ହେଉଛନ୍ତି ମୋ ସ୍ୱାମୀ। ରାଖି बेड़े बेड़े एमितिका भूल गई जाए आखि तोड़लू मो सब ओठ पी जाए बेड़े बेड़े एमितिका भूल गई जाए आखि तोड़लू मो सब ओठ पी जाए কথা দেই
ଅଛି ନା ମନେ ଅଛି ନା ତମେ ଏଠିକି କେମିତି ଆସିଲ ଆଉ ତମକୁ ବିଧବା ବେଶ କଲା କିଏ କୁହ ସାଥୀ କିଏ କରିଛି ବିଧବା ବେଶ ନା ପ୍ରିୟ ମୁଁ କହିପାରିବିନି ରାକ୍ଷୀ ମୁଁ କହିପାରିବିନି ଭାଇ କିନ୍ତୁ କହିବ ତ ଜଣେ କହିବ ଆଉ ସେ ଜଣେ କହିଛି ସେଇ ସମୟ କହିବା ଏଇ ବେଶର କାରଣ କିଏ ରହିଯା ମା ସମୟ କିଛି ବି କହିପାରିବନି ଲୋ ମା ଯାହା କହିବି ମୁଁ କହିବି ମା ମୁଁ ହିଁ କହିବି ସେଇ କାରଣ ମୁଁ କହିବି ବାବା 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 ପଡ଼ିଛି ଆପଣ ପୁଣି ବେଶରେ ଆପଣଙ୍କର କଣ ହେଇଛି ବାବା ସେଇ ବନ୍ଦ କୋଠରୀ ଭିତରୁ ନିଜର ଜୀବନ ବଞ୍ଚାଇବା ପାଇଁ ଏଠିକୁ ଚାଲି ଆସିଲି ଆପଣ ଏ କଣ କହୁଛନ୍ତି ଆଉ ଆସିଲା ଭିତରେ ଯାହା ଦେଖିଲି ରେ ହଁ ବାବା ମୁଁ ନିଜକୁ ନିଜେ ଧୈର୍ଯ୍ୟ ବି ଧରି ପାରିଲି ବାବା ମୁଁ ତତେ ସେଦିନ କେତେ ଅଭିନୟ ହୋଇ କହିଲି ଏଇ ରାଇଜର ରାଜା ଓ ରାଜା ଓ ରାଜା ଓ ହଁ ବାବା ହେଲେ ତୁ କହିଲୁ ବାପା ଯେ ପର୍ଯ୍ୟନ୍ତ ମୋ ପୂର୍ବତନ ରାଜା ମିତ୍ରସେନ ରାଣୀ ଶାନ୍ତିଲତା ତଥା ମୋ ବାଲ୍ୟ ସାଥୀ ତପନ ଆଉ ରାକ୍ଷୀର ସନ୍ଧାନ ନ ପାଇଛୁ ସେ ପର୍ଯ୍ୟନ୍ତ କଦାପି ରାଜ୍ୟରେ ରାଜା ହେବିନି ହଁ ବାବା ସେଦିନର କାହାଣୀ ଶୁଣିବୁ ତୁ ବାବା ସେଦିନ ଥିଲା ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ ରାକ୍ଷୀ ମାର ଜନ୍ମଦିନ ରାଜମହଲରେ ମହାଡମ୍ବରରେ ପାଳନ କରାଯାଉଛି ସେଇ ସମୟରେ ତୋର ଏଇ ବିଶ୍ୱାସଘାତକ ବାପା ସେଇ ସମୟରେ ତୋର ଏଇ ମହାପାପୀ ବାପା ଜୀବନର ଛୋଟି ରାସ୍ତାରେ ଏମିତି ବାଟବଣା ହୋଇ ଅବାଟକୁ ଚାଲିଗଲା ଯେ କେଇଟା ଟଙ୍କା ଧନ ସମ୍ପତ୍ତି ଲୋଭରେ ମୁଁ ମୋ ପ୍ରଭୁ ରାମଚନ୍ଦ୍ର ବୋଲି ରାଜା ମିତ୍ରସେନ ମୋ ସୀତା ବୋଲି ଠାକୁରାଣୀ ଶାନ୍ତିଲତାଙ୍କୁ ବିଷ ଦେଇ ରହିଗଲେ ମାର ମାର ମତେ ମାରୁ ମାରୁ ମାରିଦିଅ ବାବୁ ତମେ ମାରିଦେଲେ ମୋ ପ୍ରଭୁଙ୍କର ଆତ୍ମାକୁ ଶାନ୍ତି ମିଳିଯିବ ହେ ବାବୁ ତମେ ଯେଉଁ ହାତଟା ଉଠେଇଥିଲ ବାବୁ ସେଇ ହାତର ଚାପୁଡ଼ା ଯଦି ମୋ ଗାଲରେ ବାଜି ଯାଇଥାନ୍ତା ତାହେଲେ ମୋ ପ୍ରଭୁଙ୍କର ଆତ୍ମାକୁ ଶାନ୍ତି ମିଳି ଯାଇଥାନ୍ତା ରହିଗଲ କାହିଁକି ଶାନ୍ତ ହେଇଗଲ କାହିଁକି ମାର ମାର ବଡ଼ ଭାଇ ହଠାତ୍ କଥାଟା ଶୁଣିଲା ପରେ ଆପଣ କଣ ପାଇଁ ମୋ ବାପାଙ୍କ ଉପରେ ହାତ ଉଠେଇଲେ କୁହନ୍ତୁ ଭାଇ ଆପଣ ପୁଣି କଣ ପାଇଁ ମୋ ବାପାଙ୍କ ଉପରେ ହାତ ଉଠେଇଲେ तो शुणिबो से कहानी रहस्य ହଁ ଭାଇ मो महाराज राजा मित्रसेन आ महारानी शांतिलता अछंते मो बापा और मां ବଡ଼ ଭାଇ ଆପଣ ଏ କଣ କହୁଛନ୍ତି सत कहूची बापू मो ए गुंडा आतंकवादी रो बेश देखि पारुछो ହଁ ଭାଇ मो जन्मटा कण गोटे आतंकवादी ନାଇଁ ଭାଇ ନାଇଁ मो पृथ्वी दिने एई राज्यर राजा पुत्र किंतु मो ए पेशर कारण होची तोरी सही पापी बापा ବାପା ଆଉ ଗୋଟେ କଥା ଶୁଣିବୁ ବଡ଼ ଭାଇ ତୁ ଯୋଉ ତୋ ବାଲ୍ୟ ସାଥୀକୁ ଖୋଜି ଅଛୁ ହଁ ଭାଇ ରାଜା ଆଉ ରାଣୀର ପୁଅ ଝିଅ ହଁ ଭାଇ ମୋ ଭଉଣୀ ରାକ୍ଷୀ ଆଉ ମୋ ହଉଛି ତୋ ବାଲ୍ୟ ସାଥୀ ତପ ତମେ ମୋ ବାଲ୍ୟ ବାବା ବାବା ମୋ ବାଲ୍ୟ ସାଥୀ ରାକ୍ଷୀ ଆଉ ତପନ ବାବା ଚନ୍ଦ୍ର ମୋ ବାଲ୍ୟ ସାଥୀ ରାକ୍ଷୀ ଆଉ ଯାହାକୁ ଏତେ ଦିନ ଏତେ ବର୍ଷ ଖୋଜୁଥିଲୁ ହଁ ବାବା ଯାହାଙ୍କ ପାଇଁ ଆଜି ତୁ ନୂଆ ଜୀବନ ଫେରି ପାଇଲୁ ହଁ ବାବା ସେ ଆଉ କେହି ନୁହଁ ସେ ହଉଛନ୍ତି ତୋ ବାଲ୍ୟ ସାଥୀ ସ୍ୱର୍ଗତ ରାଜା ମିତ୍ରସେନଙ୍କର ଜ୍ୟେଷ୍ଠ ପୁତ୍ର ଶ୍ରୀମାନ ତପନ ବାବୁ ଆଉ ସେ ହଉଛନ୍ତି ମୋ ବୋହୂ ମାନେ ମୋ ରାକ୍ଷୀ ଏ ମା ମୁଁ ସେଦିନ ତୋ ପ୍ରତି କେତେ ଅକଥନୀୟ ଅତ୍ୟାଚାର କରିଲି କେତେ ଦଣ୍ଡ ଦେଇଛି ମା ଏମିତିକି ରାଜ୍ୟରୁ ତଡ଼ି ଦେଇ ତୋତେ ଭିକାରୁଣୀ ବି ସଜେଇ ଦେଲି ମୁଁ ତ କ୍ଷମା ବି ମାଗି ପାରିବି ନାହିଁ ମା ତୁ ଯଦି ବୁଢା ପୁଅ ଭାବି କ୍ଷମା କରିଦେବୁ ତାହେଲେ ତମ ଭାଇ ଭଉଣୀ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି କ୍ଷମା ଭିକ୍ଷା ମାଗି ଏମିତି ଭୁଲ ଚାଲିବୁ ଯାହାର କ୍ଷମା ନାହିଁ ଏମିତି ପାପ କଲି ମୁଁ ଯାହାର ପ୍ରାୟଶ୍ଚିତ ନାହିଁ
ପୁରିଲାଣି ବେଳ ଡାକୁଛି ମଶାଣି ଡାକିଲାଣି କାଳ ସେଥିପାଇଁ ଆଜି କରୁଛି ଶପଥ କରିବିନି କେବେ ମୁଁ ଜୀବନରେ କେବେ ବି ଭୁଲ କରିବି ନାହିଁ ରେ ବାବା ଆଉ କେବେ ବି ଭୁଲ କରିବି ନାହିଁ ହେଲେ ହିନ୍ଦୁ ସମାଜରେ ଏଇ ଦୁନିଆରେ ସ୍ୱାମୀଟା ବଞ୍ଚି ଥାଉ ଥାଉ ସ୍ତ୍ରୀଟା ବିଧବା ହେବ କେମିତି ଆରେ ଚନ୍ଦ୍ର ଏଇ ଶଙ୍ଖା ଓ ସିନ୍ଦୁର ପିନ୍ଧି ମୋ ବୋହୂମାକୁ ତୁ ସଧବା ସଜେଇ ଦେ ଆରେ ବାବା ନାରୀ ତୁ ହିଁ ଦେବୀ ପୁଣି ମମତା ମନ୍ଦିର ବଡ଼ତରେ ପରିଚିତ ପ୍ରେମ ଆଦର ନାରୀ ତୁ ହିଁ ଦେବୀ ପୁଣି ମମତା ମନ୍ଦିର ବଡ଼ତରେ ପରିଚିତ ପ୍ରେମ ଆଦର তো মমতা খোঁজে আজি সোনার সংসার সোহাগ সিন্দুর সোহাগ সিন্দুর সোহাগ সিন্দুর সোহাগ সিন্দুর ଏମା ରାକ୍ଷୀ ଚନ୍ଦ୍ରକାନ୍ତରେ ଯାହାଙ୍କ ପାଇଁ ଆମର ସୁନା ସଂସାର ଭାଙ୍ଗି ଚୁରମାର ହେଇଯାଇଛି ତାକୁ ତମେ କେହି ବି ଜାଣିନ ମୁଁ ଜାଣିଛି ସେ ଆଉ କେହି ନୁହଁ ରେ ବାବା ଏ ରାଜ୍ୟର ବେଇମାନ ବିଶ୍ୱାସଘାତକ ଚାକର ସେନାପତି ରଣଜିତ ବଲିଆ ରାଉତ ସେଇ ଗୁମାସ୍ତା ସେଇ ଦି ଜଣଙ୍କ ଯୋଗୁଁ ଆମର ଭାଙ୍ଗି ଯାଇଛି ସୁନା ଛାଡ଼ିବାନି ବାବା ହଁ ବାବା ଆସ ମୋ ହାତ ସହିତ ହାତ ମିଶେଇ ଶପଥ କର ଆଜି ସେଇ ଦୁର୍ଦାନ୍ତ କୁଳକୁ ସମୂଳେ କରିବୁ ପରିବେଷଣ ଯାଇଥିବା ଏଇ ସୁନ୍ଦର ଦୃଶ୍ୟ ଗୁଡ଼ିକ ବର୍ତ୍ତମାନ ପ୍ରଥମ ପାପୀର ବିନାଶ ଘଟିଛି ରେ ବାବା ବାକି ରହିଯାଇଛି ଏ ରାଜ୍ୟର ଦ୍ୱିତୀୟ ପାପୀ ହଁ ସେଇ ଗୁମାସ୍ତା ଚନ୍ଦ୍ରସେନା ହଉଛି ଏ ରାଜ୍ୟର ଦ୍ୱିତୀୟ ପାପୀ ଚାଲ ବାବା ସମ୍ମୁଖ ପାଇଲେ ଗୁମାସ୍ତାର ଗଣ୍ଡୁ ମୁଣ୍ଡ ଅଲଗା କରି ପେଣ୍ଡୁ ସଦୃଶ ଉଡେଇ ଦେବା ଅନନ୍ତ ମାର୍ଗରେ आज नहीं पहुंचे ना बापा जेड़े बटांगी गोटे धोरी कनर दे भेट भुड़ा जदि पड़ी गले बेले बोका पुजला पर टंकर पुजी देबे ना बापा मोर बेटी बड़े भंजा के तो भाकुर माछ भलिया बिपिला का पीस पीस कर काटी दी थी बुआ और मुई तो डोड़े माछे मोर मुड़ी के चिपकी देले किछि नै ना बुआ मोर भंजा मके छाड़ी करी पला जा बुआ मके एकला करी छाड़ी गलु की बुआ मुई केंता करी बची परमे हो मामू के एकला कर
ছাড়ি দেলু ও আনে কানে না বুয়া সবু ধন সম্পত্তি ধরি কর ভাগি যাইছে ভাগবা নেই কেনে নেই ভাগি বুয়া নিজি গার লোককে শরণ পশবি হলা মা মানে কাকি মানে বড় মা মানে বউ মানে ননা মানে তোমার কাকে মুই শরণ পশি আসিছে আর শরণ দি কায় মরণ আছে গো বুয়া মানে দেখো লুকাই করে রাখবো আমার মন্ত্রী মাসি কচরা সে পেরা পাটা বুড়াকে দেখি জগিব নেই দেখিব দেখো আগর কইতে সুভদ্রা যোজনা করে দেবি হলা আর যদি কইল আ বড়ু মনের ভগলাটা খাইব নেই বুয়া গ্যারান্টি নেই গান লোককে বাক্সে মিলু কি করি বাপ্পা ए बेईमान तोते देखी सारिनी आउछ बन भयर काहे ऊपर को जाउछ तले गोलिया अरे मरिबु ए विपद अछि मरिबु तले गोलिया गाउछ ए बेईमान गुमास्ता तले गोलिया भाई तोते डाकुची बस तोते डाकुची ए बेईमान तोते डाकुची हाँ तो पाखरे गोटे जरूरी कार्य अछि अरे तलक आसिले सेने कहबी से कथा बो अरे सोना पिला बोली तलक बोलिया ए भाईमान तू जते आसीबो नाही ताइले मो पुओ मन को डाकिबी मो पुओ तपन और चंद्रकांत को हां कोन कहलो आसीबो नहीं ए तपन ए चंद्रकांत अरे तोड़ी आस रे बाबा सम्मुखरे पाइछि मो द्वितीय बापी को आसीबे एई मुहूर्त रे आसी ए बेईमान तू मो अगर बासुट मानछु देखिबो मो बुआ माने आसिले तते एमिति माड़ मारिबे तो पिठी रो काम सेठी होते खाली आसन बोइनर छोड़ला परा छोड़ी देबी तू मो अगर बासुट मानछु ए बड़ू हां तेंगे बासुट मानछु तो तू यस अरे तो फणो जाको मु जेमिति ता गंडी मुंड अलगा करि देथि ठीक सेमिति ताजी ए सुतीक्ष्ण तरबारी तो गंडी मुंड अलगा इता आ मो पुआ माने आसिले तते एमिति माड़ मारिबे एमिति माड़ ए बाबा ए सही द्वितीय पद ए मार हे प्रभु हे हरि राम कृष्ण जगन्नाथ प्रेमानंद ये क्या हुआ ए बेईमान कौन बड़ू नमस्कार बड़ा नमस्कार बे मोके छाड़ी दे पुता बड़ा नमस्कार तोके ए बेईमान आज्ञा राजकोषर टंका कोठी रखलु एटा मुई जान राजकोषर टंका कोठी रखलु मोके दी थिलो की हेय! ए ओछे कोठी रखलु नीलजी गार लोग के दीचे मिछ कहूची नीलजी नहीं तुम ए बा हला सत কথা কইছে মুই লুকাই कर रखिছে तोर एते सा आज्ञा तो भणजाको आमे ता गंडी मुंड अलगा करी जमपुर को पठेई देलु मारलो तो भणजा मरी गला बे गुमास एक नंबर काम कलो बड़ू भल कलो भले मारलो नेले भंजा के मुई मारी दी खिचे भंजा के मारी करी बने कलो बड़ू बने कलो छटपट ढिला टूरा भांजी देलो फुटानी भांजी देलो कुकुर एंता मोके बड़ो झाड़ू तीला कुकुर एंता मोके बड़ो झाड़ू तीला देखी देले बाटे घाटे ए पटेल बड़ू पेरा पेटा के मारी करी बने कलो बड़ू बने कलो चिरदास के मारी करी बने कलो मन जागा केने गलो वाडे जाउछु बेईमान
ତୁ ଆଜି ଆମ ସମସ୍ତଙ୍କ ସମ୍ମୁଖରେ ଶପଥ କରିବୁ ଆଜ୍ଞା ଏମିତି ଅନ୍ୟାୟ ଏମିତି ଭୁଲ ଏମିତି ପର ଘର ଭାଙ୍ଗିବି ନାହିଁ ବୋଲି ସମସ୍ତଙ୍କ ସମ୍ମୁଖରେ ଶପଥ କରିବାକୁ ଶପଥ କଲେ ତା ନହେଲେ ଛାଡ଼ିବି ନାହିଁ ଶପଥ କଲେ ମକେ ଛାଡ଼ି ଦେବ ତ ପୁତା ଆଜ হয় রে পুতা এই! মোর নাতেন গোটে সেটিং করে দে এই! পুতা কହୁଛି মুই শপথ করি কর কହୁছে হ্যাঁ। আজি দিনের যদি ভুল কাম করবি হ্যাঁ। অন্যায় কাম করবি ହଁ। ପର ଘର ଭାଙ୍ଗିବି ନାହିଁ জিমটাক বকাম ଭାଇ! ହେଲା আজ্ঞা হ্যাঁ পর ঘর যদি ভাঙবি বেলে নীলজি গাদি যেতিবে মা মানে অছ কা ହଁ। সবকর হগলাটা খাইব ভাই! ହେଲା শান্তি ଏ ବେଇମାନ ତୋତେ କହିଥିଲି ନା କହିଥିଲି ନା ମୋ ପୁଅ ମାନେ ଆସିଲେ ତୋତେ ଏମିତି ମାଡ଼ ମାରିବେ ଏମିତି ମାଡ଼ ମାରିବେ ସେଇଠି ଉଠେ ମୁଁ କଥା ମାନିଲି এ বড় ছিংলি গলা গো ନାଇଁ ନାଇଁ ଏମିତି ଶପଥ କରାଯାଏ কেনতা সে ନାଇଁ ନାଇଁ ଏମିତି ଶପଥ କରାଯାবে ଶପଥ କର ভুল হলা ହଁ নেড় 150 ভুল হলা ভাই! ভুল ଶପଥ କର মুই শপথ করুছে আজি দিনের যদি ভুল কাম করবি অন্যায় কাম করবি কি লোকর ঘর ভাঙবি বেলে নীলজি গাঁ দিয়ে তুমি মা মন অছন সবকর হগলা না হ্যাঁ তুই ভরাটা কি আরে ধর ধর হ্যাঁ সবকর হগলাটা খেবি কলা কলা বড় এ বড় পটল বড় দিকে টাকা পাম 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 ପୁନଶ୍ଚ ଫେରି ଆସିଲା ଆମର ପୁନଶ୍ଚ ଫେରି ଆସିଲା ଆମର ସେଇ ହସ ଖୁସିର ସଂସାର ହଁ ବାବା এই পুণ্যভূমি পবিত্র মাটি রত্নগড় মাটিরে ମୋ ପ୍ରଭୁ ରାମଚନ୍ଦ୍ର ଭଳି ରାଜା ସ୍ୱର୍ଗତ ମିତ୍ର ସେନ ରାଜୁତି କରୁ ହଁ ବାବା ଆଜ ଦିନଠୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଶ୍ରୀମାନ ତପନ ବାବୁ ହେବେ ଏଇ ରତ୍ନଗଡ଼ ରାଜ୍ୟର ରାଜା ମୋ ବଡ ଭାଇ ରାଜା ହେବେ ଆଉ ତୁ ହେବୁ ତପନ ବାବୁଙ୍କର ମନ୍ତ୍ରୀ ଯଥାଜ୍ଞ ବାବା ଆଜି ହେବ ତପନ ବାବୁଙ୍କର ଏଇ ରତ୍ନଗଡ଼ ରାଜ୍ୟର ରାଜସିଂହାସନ ପରେ ରାଜ୍ୟାଭିଷେକ ରାଜଭିଷେକ ହଁ ଏଇଟା ତ ବହୁତ ଖୁସିର ଏଇ ଅବସର ଖୁସି ଅବସରରେ ବାବା ବାକି ରହିଯାଇଛି ଅଶୁଭ ଅଶୁଭ ହଁ ବାକି ରହିଯାଇଛି ରାଜ୍ୟର ତୃତୀୟ ପାପି ପୁଣି ତୃତୀୟ ପାପି ଅରେ ବାବା ସେଇ ତୃତୀୟ ପାପିକୁ ବିନାଶ ନ କରିବା ଯାଏ କଦାପି ତମର ରାଜ୍ୟାଭିଷେକ ହେବ ହେଲେ ଖୋଜିବା କୋଉଠି ସେଇଠି ଦେଖ ସେଇଠି ସେଇ ତୃତୀୟ ପାପି ଆଉ କେହି ନୁହନ୍ତି ରେ ବାବା ତପ ମୁଁ ହଉଛି ପ୍ରଭୁଦ୍ରୋହୀ ବିଶ୍ୱାସଘାତକ ମହାପାପୀ ମୁଁ ସେଦିନ ଅନ୍ୟର ଚକ୍ରାନ୍ତକୁ ନ ବୁଝି ମୁଁ ମୋ ପ୍ରଭୁ ରାମଚନ୍ଦ୍ର ଭଳି ରାଜା ସ୍ୱର୍ଗତ ମିତ୍ର ସେନ ଆଉ ମା ସୀତା ଭଳି ଠାକୁରାଣୀ ଶାନ୍ତିଲତାଙ୍କୁ ବିଷ ଦେଇ ହତ୍ୟା କରିଦେଇଥିଲି ମୁଁ ଯଦି ଏଇ ପୁଣ୍ୟପୀଠରେ ବଞ୍ଚିକି ରହିବି ତାହେଲେ ମୋ ପ୍ରଭୁଙ୍କର ଆତ୍ମାକୁ ଆଉ ଶାନ୍ତି ମିଳିବ ନାହିଁ ତାଙ୍କର ଆତ୍ମାକୁ ଶାନ୍ତି ମିଳିବା ନିମିତ୍ତ ମୋ ମହାପାପୀ ନିଜ ଜୀବନକୁ ବିସର୍ଜନ କରିଦେଉଛି ବଡ ଭାଇ ମୋ ବାବାଙ୍କ ଶେଷ ଇଚ୍ଛା ଅନୁଯାୟୀ ବର୍ତ୍ତମାନ ଏହି ଆମ ରତ୍ନଗଡ଼ ରାଜ୍ୟର ରାଜ ସିଂହାସନରେ ଆପଣ ହେବେ ମହାରାଜ ଆଉ ମୁଁ ହେବି ଆପଣଙ୍କ ବିଶ୍ୱସ୍ତ ମହାମନ୍ତ୍ରୀ ତେବେ ଆସନ୍ତୁ ବଡ ଭାଇ ଆଜି ମୁଁ ଆପଣଙ୍କ ରାଜ୍ୟାଭିଷେକ କରାଇବି ଆସନ୍ତୁ ଆଜିଠାରୁ ଏଇ ଆମ ରତ୍ନଗଡ଼ ରାଜ୍ୟର ମହାରାଜ ଅଛନ୍ତି ଶ୍ରୀମାନ ତପନ ବାବୁ ମହାରାଜ ତପନଙ୍କର ଜୟ ହୋ
କହିବାକୁ ଗଲେ ଅନେକ ଭାଷାରେ କୁହାଯାଏ। କିଏ ସ୍ନେହ ମମତା ରୂପୀ ଧନ ପାଇ ପାଗଲ ତ, କିଏ ଟଙ୍କା ସୁନା ଗହଣା ଧନ ପାଇ ପାଗଲ। କିନ୍ତୁ ଏଇଠି ମୁଁ ଶେଷରେ କହିବେ ଜଣେ ମା ପାଇଁ ତା ଛୁଆ ସେଇଟା ଗୋଟେ ଧନ, ଜଣେ ଭାଇ ପାଇଁ ତା ଭଉଣୀ ସେଇଟା ଗୋଟେ ଧନ। କିନ୍ତୁ ମୋ ପାଇଁ ହଉଛି ଧନ, ମୋର ଏଇ ରତ୍ନଗଣର ସମସ୍ତ ପ୍ରଜାଜନ ସେମାନେ ଗୋଟେ ଧନ। ମୋ ପାଖରେ ଥିବା ମୋ ସୁନା ଭଉଣୀ ରାକ୍ଷୀ ସେ ଗୋଟେ ମୋ ପାଇଁ ଧନ, ମୋ ସାଙ୍ଗରେ ଥିବା ଏଇ ଚନ୍ଦ୍ର ସେ ଗୋଟେ ମୋ ପାଇଁ ଧନ। ଏଇ ସବୁ ଧନ ପାକେ ଆଜି ମୋ ମନଟା ସତେ ବନ୍ଧା ପଡ଼ିଆ। এই জীবনটা গুটে বুঝা মরা ইয়ে তো বুঝিছি কাহাকু অজানা এই কাহানিটা এমিতিকা গড়া হস খুশি লুহা সম্পর্করে ভরা ভাই ভৌণীর স্নেহ সরদা ভাই ভৌণীর স্নেহ সরদা ধন পাখে মন পরিচিত বন্ধা প্রিয় দর্শক বন্ধু নিশ্চয়ই কাহিনীটিকে আপনার